ନମସ୍କାର, ମୁଁ ବିମଳା ପଲ୍ଲାଇ ଆପଣମାନଙ୍କୁ ଦୀପରୁ ଦୀପଣି ଚ୍ୟାନେଲକୁ ସ୍ୱାଗତ। ଆମ ଉତ୍କଳର ପ୍ରଥା ପରମ୍ପରା କେତେ ମହାନ। କାର୍ତ୍ତିକ ପୂର୍ଣ୍ଣିମା ସାଧବ ପୁଅମାନଙ୍କ କଥା ମନେ ପକାଇବା ସହିତ ନୌବାଣିଜ୍ୟର ସ୍ମୃତିଚାରଣ କରିଥାଏ। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଏକ କ୍ଷୁଦ୍ର କବିତା ଭେଟି ଦେବାକୁ ଯାଉଅଛି। କବିତାଟିର ଶୀର୍ଷକ ମହାକାର୍ତ୍ତିକର ବିଦାୟ ପର୍ବ। ମାସ ମଧ୍ୟ ଶ୍ରେଷ୍ଠ କାର୍ତ୍ତିକ ମାସ, ତହିଁରେ କାର୍ତ୍ତିକ ପୂର୍ଣ୍ଣିମା ଶ୍ରେଷ୍ଠ। ଏହି ଦିନ ବିଷ୍ଣୁଙ୍କ ମତ୍ସ୍ୟ ରୂପ, ଜନ୍ମ ପ୍ରଭୁ ଶିବ ପୁତ୍ର କାର୍ତ୍ତିକ। କାର୍ତ୍ତିକ ମାସର ସାତ୍ତ୍ୱିକ ଭୋଜନ, ଶୁଭେ ତପ ଜପ ରାମ କୃଷ୍ଣ। ହବିଶାଳୀଙ୍କର ଗୀତ ହୁଳହୁଳି, ପବିତ୍ର କରଇ ମନ। ଗାଁ ମନ୍ଦିରରୁ ଶୁଭଇ ଘଣ୍ଟି, ମୃଦଙ୍ଗ କୀର୍ତ୍ତନ ପୂଜା ଆଳତି। ଶ୍ଲୋକ ସଂକୀର୍ତ୍ତନ କାର୍ତ୍ତିକ ମାହାତ୍ମ୍ୟ, ଚତୁର୍ଦ୍ଦିଗ ଲାଗେ ଆହା କି ଶାନ୍ତି। ମଗୁଶିର ମାସ ଧରାକୁ ଆସିବ, କାର୍ତ୍ତିକ ବିଦାୟ ନେବ। ମହାକାର୍ତ୍ତିକର ବିଦାୟର ପର୍ବ, ସ୍ମୃତି ପଟେ ରହିଯିବ। ପୁରାତନ ପ୍ରଥା ପୁରୁଣା ସଂସ୍କୃତି, ପବିତ୍ର ବନ୍ଧନ ପର୍ବ। ଓଡ଼ିଆଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ମନେ ଆଣିଦିଏ ଗର୍ବ। ଏକାଦଶୀଠାରୁ ପୂର୍ଣ୍ଣିମା ଶେଷ 5ଟି ଦିନ, ପବିତ୍ର ପଞ୍ଚୁକ ରୂପରେ ପାଳିଥାନ୍ତି ଜନ। ପାହାନ୍ତା ପହରୁ ସ୍ନାନ କରି, ହାତରେ ବୋଇତ ବନ୍ଦାଣ ଧରି। ବୋଇତ ଭସାଇ ଲଭନ୍ତି ଶାନ୍ତି, ଶୀତରେ ଚାଲନ୍ତି ଥିରି ଥିରି। ପାନ ପତ୍ର ଗୁଆ, କୁଙ୍କୁମ ଚନ୍ଦନ ପୁଷ୍ପେ କରି ସୁସଜ୍ଜିତ। ବୋଇତ ବନ୍ଦେଇ ଆ କା ମା ବାଇ, ତୁଣ୍ଡେ ଗାଇ ଏହି ଗୀତ। କି ସୁନ୍ଦର ଆହା ଗାଁ ପୋଖରୀ, ଅବା କୋଟି ଚନ୍ଦ୍ର ତାରା ପଡ଼ିଛି ଝରି। ଦୀପ ଆଲୋକ କି ଏ ହୀରା ମୋତି, ପବିତ୍ର କାର୍ତ୍ତିକ ଯାଉଛି ସରି। ମହାକାର୍ତ୍ତିକର ବିଦାୟ ପର୍ବଟି କାର୍ତ୍ତିକ ପୂର୍ଣ୍ଣିମା ଅଟଇ, ଏହି ଦିନ ବାଲି ଯାତରା ଅନୁଷ୍ଠିତ ହୋଇ। ପ୍ରାଚୀନ ଉତ୍କଳ ଗୌରବ ନୌ ବାଣିଜ୍ୟ ପରା, ଆଜି ବି ଜୀବିତ ରହିଛି ଆମରି ପରମ୍ପରା। ଆଜି ବି ଜୀବିତ ରହିଛି ଆମରି ପରମ୍ପରା। ଧନ୍ୟବାଦ। ଆପଣମାନଙ୍କୁ ଯଦି କବିତାଟି ଭଲ ଲାଗୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ।